ଶୀତ ଦିନେ ତଟକା ପନିପରିବା ସାଙ୍ଗକୁ ମିଳେ କେତେ ପ୍ରକାରର ଶାଗ। ଗରମା ଗରମ ଏମିତି ରସୁଣ ଛୁଙ୍କରେ ମୂଳା ଶାଗ ରାନ୍ଧନ୍ତୁ, ଜମିଯିବ ଥଣ୍ଡା ଥଣ୍ଡା ଶୀତୁଆ ପାଗ। ପ୍ରସ୍ତୁତି ପ୍ରଣାଳୀ ସହଜ ଭାରି, ଆସନ୍ତୁ ଦେଖିବା ଡେରି ନ କରି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମୂଳା ଶାଗକୁ ଥରେ ଏମିତି ବନାନ୍ତୁ, ଚାଟିକି ଖାଇବେ ହାତ। ଦର୍ଶକ ବନ୍ଧୁ, ଆଜି ଆମେ ମୂଳା ଶାଗରେ ପ୍ରସ୍ତୁତ କରିବା ଗୋଟେ ବହୁତ ଜବରଦସ୍ତ ବ୍ୟଞ୍ଜନଟିଏ। ଏଠି ଆମେ ନେଇଛୁ କିଛି ମୂଳା ଶାଗ, ପୁରା ନରମ ନରମ ମୂଳା ଶାଗ ନେବେ। ଶାଗକୁ ଭଲ ଭାବରେ ଧୋଇଦେବେ। ଧୋଇ ସାରିବା ପରେ ସେଥିରୁ ପାଣିକୁ ନିଗିଡ଼େଇକି ଆମେ ଭଲ ଭାବରେ ତାକୁ ଗୁଣ୍ଡ କରିକି କାଟିଦେବା। ସାଧାରଣତଃ ସବୁ ଶାଗ ଅପେକ୍ଷା ମୂଳା ଶାଗ ଟିକେ ସିଝିବା ପାଇଁ ଅଧିକ ସମୟ ଲାଗିଥାଏ। ସେଥିପାଇଁ ଆପଣମାନେ ମୂଳା ଶାଗକୁ ପୁରା ଚୁନା ଚୁନା କରିକି କାଟିବେ, ମାନେ ଟିକେ ଗୁଣ୍ଡ କରିକି କାଟିଦେବେ। ଏଠି ଦେଖନ୍ତୁ, ମୂଳା ଶାଗକୁ ଆମେ କାଟିକି ଟିକେ କଡ଼କୁ ରଖିଦେବା। ଆଉ ଏଇ ମୂଳା ଶାଗ ପାଇଁ ଆମେ କିଛି ପନିପରିବା ମଧ୍ୟ ନେବା, ଯାହାଫଳରେ କି କିଛି ପନିପରିବା ତା ସହିତ ଶାଗ ଆଉ ମୁଗ ଦେଇକି ଆମେ ରାନ୍ଧିବା ଆଜି ମୂଳା ଶାଗରେ ଜବରଦସ୍ତ ବ୍ୟଞ୍ଜନ, ରସୁଣ ଛୁଙ୍କ ଦେଇକି। ବହୁତ ବଢ଼ିଆ ଲାଗିବ। ଗରମ ଭାତ ହେଉ କି ପଖାଳ ଭାତ, ସବୁଥିରେ ଜମିଯିବ। ଏଠି ଆମେ ବେଶୀ ବି ପରିବା ନେବାନି। ଦେଖନ୍ତୁ, ଯେହେତୁ ମୂଳା ଶାଗରେ ଆମେ ପ୍ରସ୍ତୁତ କରିବା, ଅଳ୍ପ ଟିକେ ନେବା ମୂଳା, ଆଉ ଗୋଟେ ବାଇଗଣ, କଖାରୁ କିଛି, ସାରୁ, ତା ସହିତ କିଛି ଆଳୁ। ଆମେ ସବୁ ପରିବାକୁ ଛୋଟ ଛୋଟ ଖଣ୍ଡ କରିକି କାଟିଦେବା। ଏବେ ଆମେ ଗୋଟେ ହାଣ୍ଡିକୁ ମଧ୍ୟମ ଜାଳରେ ବସେଇଦେବା। ଅଧ ଗିନା ମୁଗ ଡାଲିକୁ ଭାଜିଦେବା 5 ମିନିଟ୍ ପାଇଁ। 5 ମିନିଟ୍ ପରେ ଏଇ ମୁଗ ଡାଲିକୁ ଭଲ ଭାବରେ ଧୋଇକି ରଖିବା। ସେଇ ହାଣ୍ଡିରେ ଆମେ ଦେବା କିଛି ପାଣି, ଯେମିତି ମୁଗ ଡାଲି ଆଉ ପନିପରିବା ସିଝିବା ପାଇଁ। ତାପରେ ଆମେ ଧୋଇଥିବା ମୁଗ ଡାଲିକୁ ଏଠି ଦେଇଦେବା, ଆଉ ଘୋଡ଼େଇକି ରଖିଦେବା ଭଲ ଭାବରେ ଫୁଟିବା ପାଇଁ। ଯେତେବେଳେ ଭଲ ଭାବରେ ମଧ୍ୟମ ଜାଳରେ ଫୁଟିଯିବ ଡାଲି, ଆପଣମାନେ ଢାଙ୍କୁଣୀ କାଢ଼ିକି ଦେଖିବେ ଉପରେ କିଛି ଫେଣ ଭଳି ଭାସୁଥିବ। ସେସବୁକୁ କାଢ଼ିଦେବେ। ତାପରେ ଆମେ ଗୋଟି ଗୋଟି କରିକି ପରିବା ସବୁ ପକାଇବା। ଆଉ ପରିବା ପକାଇଲା ବେଳେ ପାଣି ଭଲ ଭାବରେ ଫୁଟୁଥିବ, ଜାଳ ଟିକେ ଅଧିକ କରିକି ଦେଇଥିବେ। ପ୍ରଥମେ ଆମେ ଦେଇଦେବା ଆଳୁ, ତାପରେ ଦେଇଦେବା ସାରୁ, ତାପରେ ଆମେ ଯେଉଁ କାଟିକି ରଖିଥିଲେ ମୂଳା ପକାଇକି, ତାପରେ କଖାରୁ ପକାଇବା। ଯେହେତୁ ଆମେ ସବୁ ପନିପରିବାକୁ ଟିକେ ଛୋଟ ଛୋଟ ଖଣ୍ଡ କରିକି କାଟିଛେ, ତା ସହିତ ବାଇଗଣକୁ ଟିକେ ବଡ଼ ଖଣ୍ଡ କରିକି କାଟିଛେ, ସେଥିପାଇଁ ଆମେ ଏକାଥରକେ ସବୁ ପନିପରିବା ଦେଇକି ଘୋଡ଼େଇ ଦେବା। ଶେଷରେ ବାଇଗଣ ପକାଇବା, ତାପରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ଆଉ ଜାଳକୁ ପୁରା ଅଧିକ କରିକି ଫୁଟିବା ପାଇଁ ଛାଡ଼ିଦେବା ଭଲ ଭାବରେ। ଯେହେତୁ ବାଇଗଣ ପକାଇଛେ, ନିଶ୍ଚୟ ଜାଳକୁ ପୁରାପୁରି ଅଧିକ କରିକି ରଖିବେ। ଦେଖିବେ ଯେତେବେଳେ ଟିକେ ଟକମକ କରିକି ଫୁଟିଯିବ, ତାପରେ ଟିକେ ଭଲ ଭାବରେ ଘାଣ୍ଟି ଦେବେ। ଆଉ ଏମିତି ଢାଙ୍କୁଣୀକୁ ଟିକେ ଅଧା ଖୋଲା କରିକି ରଖିବେ, ନଚେତ୍ କ'ଣ ହେବ ନା ପାଣି ସବୁ ଟିକେ ବାହାରି ଆସିବ ବାହାରକୁ। ସେଥିପ୍ରତି ଧ୍ୟାନ ରଖିବେ। ଆଉ ଜାଳକୁ ଟିକେ କମ୍ କରିଦେବେ। 2-3 ମିନିଟ୍ ଭଲ ଭାବରେ ଟକମକ ହେଇକି ଫୁଟିଗଲା ପରେ ଜାଳକୁ ଅଳ୍ପ ଟିକେ କମ୍, ମାନେ ଲୋ ମିଡ଼ିୟମ୍ ଫ୍ଲେମ୍ କରିକି କିଛି ସମୟ ପାଇଁ ଛାଡ଼ିଦେବା, ଯେମିତିକି ଡାଲି ଆଉ ପନିପରିବା ଅଧା ସିଝିଥିବା ଦରକାର। ଅଧା ଅଧି ସିଝିଗଲା ପରେ ଆମେ ଯେଉଁ ମୂଳା ଶାଗକୁ ଗୁଣ୍ଡ କରିକି କାଟିକି ରଖିଥିଲେ ଏଇଠି ଦେଇଦେବା। ଯେହେତୁ ମୂଳା ଶାଗ ଟିକେ ସମୟ ଲାଗେ ସିଝିବା ପାଇଁ, ସେଥିପାଇଁ ଆମେ ଡାଲି ଆଉ ପନିପରିବା ଅଧା ସିଝିବା ବେଳେ ଆମେ ପକାଇଦେବା, ଯାହାଫଳରେ କି ପୁରା ଡାଲି ଆଉ ପରିବା ସିଝିବା ଭିତରେ ଶାଗ ମଧ୍ୟ ସିଝିଯିବ। ଏବେ ଆମେ 2-3ଟି କଞ୍ଚା ଲଙ୍କାକୁ ଚିରିକି ପକାଇଦେବା। ବହୁତ ବଢ଼ିଆ ରାଗୁଆ ରାଗୁଆ ହେଇକି ରହିବ ଆମର ଏଇ ଶାଗର ବ୍ୟଞ୍ଜନଟି। ଶାଗ ଆଉ କଞ୍ଚା ଲଙ୍କା ଦେଇ ସାରିବା ପରେ ଭଲ ଭାବରେ ଟିକେ ମିଶାଇଦେବା, ଆଉ ଘୋଡ଼େଇକି ରଖିଦେବା। ଶାଗ ସାଧାରଣତଃ ଘୋଡ଼ା ଯାଏନି, କିନ୍ତୁ ମୂଳା ଶାଗ ଯେହେତୁ ଟିକେ ଅଧିକ ସମୟ ସିଝିଥାଏ, ସେଥିପାଇଁ ଘୋଡ଼େଇ ଦେଲେ ଜଲ୍ଦି ସିଝିଯିବ। ଏଠି ଦେଖନ୍ତୁ, ପନିପରିବା, ଡାଲି ଆଉ ଶାଗ ଭଲ ଭାବରେ ସିଝିଗଲାଣି। ଧ୍ୟାନରେ ରଖିବେ, ମୁଗ ଡାଲି ପୁରା ଫିଟି ନଥିବ କିନ୍ତୁ ସିଝିଥିବ, ତାହେଲେ ତାର ସ୍ୱାଦ ବେଶୀ ବଢ଼ିଆ ରହିବ। ଏଠି ଦେଖନ୍ତୁ, ବଢ଼ିଆ ଭାବରେ ପନିପରିବା ପୁରା ଗୋଟା ଗୋଟା ହେଇକି ଅଛି। ଆଉ ଏମିତି ହିଁ ରଖିବେ, ପୁରା ଘାଣ୍ଟି ଦେବେନି, ନହେଲେ ତାର ସ୍ୱାଦ ସେତେ ଭଲ ରହିବନି। ଏବେ ଆମେ ତଡ଼କା ଦେବା ବା ଛୁଙ୍କ ଦେବା। ସେଥିପାଇଁ ଗୋଟେ ଛୋଟ ଚାମଚ ନେବା ପଞ୍ଚଫୁଟଣ, ଗୋଟେ ବଡ଼ ଚାମଚ ନେବା ସୋରିଷ ତେଲ, ତା ସହିତ 6-7 କୋଲା ରସୁଣ। ଚୋପା ସହିତ ରସୁଣକୁ ଆପଣମାନେ ଟିକେ ଖାଲି ଛେଚିଦେବେ। ଚୋପା ସହିତ ନେବେ, ବହୁତ ବଢ଼ିଆ ବାସ୍ନା ଆସିବ। ସୋରିଷ ତେଲକୁ ପ୍ରଥମେ ଭଲ ଭାବରେ ପୁରା ଗରମ କରିଦେବେ, ଯେମିତି ଧୂଆଁ ବାହାରୁଥିବ। ତାପରେ ପଞ୍ଚଫୁଟଣ, ଶୁଖିଲା ଲଙ୍କା, ଟିକେ ହେଙ୍ଗୁ, ଆଉ ଆମେ ଯେଉଁ ରସୁଣକୁ ଛେଚିକି ପକାଇଥିଲେ ତାକୁ ଦେଇକି ଆଉ 1-2 ମିନିଟ୍ ପାଇଁ ଟିକେ ଭାଜିଦେବା।
ଯାହା ଫଳରେ କି ରସୁଣର ରଙ୍ଗଟା ଟିକେ ହାଲକା ବାଦାମୀ ରଙ୍ଗ ହେଇଯିବ, ଯାହା ଫଳରେ କି ଏଇ ରସୁଣ ଛୁଙ୍କର ବାସ୍ନାଟା ବହୁତ ବଢ଼ିଆ ଆସିବ, ଆମର ବ୍ୟଞ୍ଜନଟା ଆହୁରି ସୁଆଦିଆ ଲାଗିବ। ସାଙ୍ଗେ ସାଙ୍ଗେ ଆପଣମାନେ ଛୁଙ୍କକୁ ଦେଇକି ଘୋଡ଼େଇ ଦେବେ। ବିଲକୁଲ ପ୍ରଥମେ ଗୋଳାଗୋଳି କିଛି କରିବେନି। ଛୁଙ୍କ ଦେଇକି 5ରୁ 7 ମିନିଟ୍ ଏମିତି ଘୋଡ଼େଇ ସାରିବା ପରେ ତାପରେ ଗୋଳେଇବେ। ଥଣ୍ଡା ଥଣ୍ଡା ଶୀତୁଆ ପାଗରେ ଏମିତି ଗରମା ଗରମ ରସୁଣ ଛୁଙ୍କରେ ମୂଳା ଶାଗ ଟିକେ ରାଗୁଆ ରାଗୁଆ ହେଇଥିବ, ଆଉ ଏମିତି ଲଟପଟ ହେଇକି ପ୍ରସ୍ତୁତ କରିବେ। ବିଲକୁଲ ବେଶୀ ପାଣି ରଖିବେନି। ମୁଗ ଡାଲି ଟିକେ ଗୋଟା ଗୋଟା ଥିବ କିନ୍ତୁ ସିଝିଥିବ, ପନିପରିବା ବି ବଢ଼ିଆ ଭାବରେ ସିଝିଥିବ, ଆଉ ଏମିତି ହାଲକା ଗୋଟା ଗୋଟା ହେଇକି ପନିପରିବା ମଧ୍ୟ ଥିବ। ଆଉ ଏଇ ଶାଗକୁ ବେଶୀ ପାଣିଆ ବିଲକୁଲ କରିବେନି, ଏମିତି ଲଟପଟା କରିକି ପ୍ରସ୍ତୁତ କରିବେ। ଗରମ ଭାତ ହଉ କିମ୍ବା ପଖାଳ ଭାତ ହଉ ସବୁଥିରେ ଜମିଯିବ। ଥରେ ବନାନ୍ତୁ ଆଉ ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ବଢ଼ିଆ ଲାଗିବ। ହାତ ଚାଟିକି ଖାଇଦେବେ। ଆଜିର ପ୍ରସ୍ତୁତି ଆପଣମାନଙ୍କୁ କେମିତି ଲାଗିଲା ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣେଇବେ। ଯଦି ଭଲ ଲାଗିଥାଏ ତେବେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ସହିତ ହାଇପ୍ ମଧ୍ୟ କରିଦେବେ। ତେବେ ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଉ ଗୋଟିଏ ଚଳଚ୍ଚିତ୍ରରେ ଆଉ ଗୋଟିଏ ବ୍ୟଞ୍ଜନ ସହିତ। ଜୟ ଜୟ ଜଗନ୍ନାଥ।